ମୋନାଲିସା ଭୋସ୍ଲେ ଏକ ବହୁଚର୍ଚ୍ଚିତ ନାଁ। ପ୍ରୟାଗରାଜ ମହାକୁମ୍ଭ ମେଳାରୁ ପ୍ରସିଦ୍ଧି ଲାଭ କରିଥିବା ଏହି ନାଁଟି ଅଚାନକ ଦେଶ ବିଦେଶରେ ଖୁବ୍ ଭାଇରାଲ ହୋଇଯାଇଥିଲା। କିନ୍ତୁ ଗରିବ ବଞ୍ଜାରା ପରିବାରର ଓ ପାଠ ପଢ଼ିନଥିବା ଏହି ନୀଳନୟନା ସୁନ୍ଦରୀ ଝିଅ ମୋନାଲିସାର ଅପ୍ରତ୍ୟାଶିତ ଭାବେ ଭାଇରାଲ ହେବା ପଛର ରହସ୍ୟକୁ ନେଇ ଏକ ଭିଡ଼ିଓ ଏହି ଚ୍ୟାନେଲରେ ଆମେ ପ୍ରସାରିତ କରିଥିଲୁ। ଏହା ଖୁବ୍ ଲୋକପ୍ରିୟ ବି ହୋଇଥିଲା। ପରେ ପରେ ଦେଇଥିଲୁ ମୋନାଲିସାର ସଂଘର୍ଷମୟ ପାରିବାରିକ କାହାଣୀ ଉପରେ ପର୍ଯ୍ୟବେସିତ ଭିଡ଼ିଓ। ଏସବୁ ଆପଣମାନଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା। ସେତେବେଳେ ସେହି ଭିଡ଼ିଓ ଦେଖିସାରିବା ପରେ ଦର୍ଶକମାନେ ସୁନ୍ଦର ସୁନ୍ଦର ମତାମତ ଦେଇଥିଲେ। ବିଚାରୀ ମୋନାଲିସା ଉପରେ ଆଶୀର୍ବାଦ ଢାଳି ପକାଇଥିଲେ। ତାର ଉତ୍ତର ଉନ୍ନତି କାମନା କରିଥିଲେ। କୋଟି କୋଟି ଲୋକଙ୍କର ମୋନାଲିସା ଉପରେ ଥିଲା ଅପୂର୍ବ ଭଲ ପାଇବା। ସମସ୍ତେ ଚାହୁଁଥିଲେ ଗରିବ ଘରର ଝିଅ ମୋନାଲିସା ଆଗକୁ ବଢ଼ିବ, ସିନେମା କରିବ, କୋଟି କୋଟି ଟଙ୍କା କମାଇବ, ବାପା ମାଙ୍କର ଭାଗ୍ୟ ବଦଳିଯିବ। କିନ୍ତୁ ନା ଦର୍ଶକ ବନ୍ଧୁ, ଆପଣମାନେ ଯାହା ଚାହୁଁଥିଲେ ସେମିତି ଘଟିଲାନି। ଘଟୁଥିଲା, କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା। ମାଳି ବିକୁଥିବା ବଞ୍ଜାରା ପରିବାରର ଝିଅ ମୋନାଲିସା ଓ ତା ପରିବାର ପାଇଁ କୋଟିପତି ହେବାର ସ୍ୱପ୍ନ ଧୂଳିସାତ ହୋଇଗଲା। ସବୁଠାରୁ ବଡ଼ କଥା ହେଲା ଭାଗ୍ୟ। ଭାଗ୍ୟର ଡୋରି କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇବ ସେ କଥା କେହି କହିପାରିବେନି। ବେଳେବେଳେ ଗରିବ ଲୋକ ତାର କର୍ମ ବଳରେ ଅଚାନକ ଧନୀ ହୋଇଯାଏ। କେତେବେଳେ କୋଟିପତି ଧନୀ ଲୋକଟିଏ ବି ଭିକାରୀ ହୋଇଯାଏ। ସବୁ ହେଲା ଭାଗ୍ୟର ଖେଳ। ଗୋଟିଏ କିମ୍ବଦନ୍ତୀର କଥା। ଥରେ ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ଖୁବ୍ ମନ ପ୍ରାଣ ଦେଇ ଡାକୁଥିଲା, କିନ୍ତୁ ସେ ଖୁବ୍ ଗରିବ ଥିଲା। ଦାରିଦ୍ରତା ତା ଭାଗ୍ୟରେ ଲେଖା ଥିଲା। ଥରେ ଈଶ୍ୱରଙ୍କୁ ସେ କହିଲା, ପ୍ରଭୁ, ଏତେ ଭକ୍ତିର ସହକାରେ ତୁମକୁ ଡାକୁଛି, କିନ୍ତୁ ମୋତେ ଏତେ ଗରିବ କରି କାହିଁ ରଖିଛ? କିଛି ଦିଅ। ଈଶ୍ୱର ଚିନ୍ତା କଲେ, ଏ ଲୋକକୁ ମୁଁ କେମିତି ଧନୀ କରିବି। ତେଣୁ ଭକ୍ତଟି ଥରେ ଗୋଟିଏ ରାସ୍ତାରେ ଯାଉଥିଲା। ସେଇ ରାସ୍ତାରେ ଈଶ୍ୱର କ'ଣ କଲେ, ଗୁଡ଼େ ସୁନା ଗଦେଇ ଦେଲେ। ଭାବିଲେ ସେ ଲୋକଟି ତ ଆସୁଛି, ଆସିଲା ପରେ ସୁନା ଗୁଡ଼ିକ ଦେଖିବ ଏବଂ ନେଇଯିବ। କିନ୍ତୁ ସେ ଲୋକଟି ଠିକ୍ ସେଇ ସୁନା ଗଦା ପାଖରେ ପହଞ୍ଚିବା ପୂର୍ବରୁ ମନେ ମନେ ଭାବିଲା, ଆଚ୍ଛା, ଅନ୍ଧମାନେ କେମିତି ଯାଆନ୍ତି ଦେଖିବା, ଅନ୍ଧମାନଙ୍କୁ କେମିତି ଲାଗେ ମୁଁ ଟିକେ ଦେଖେ। ଆଖି ବୁଜିକିରି ଚାଲିଲା। କହିଲା, ଏମିତି ଅନ୍ଧମାନେ ତାହେଲେ ଚାଲନ୍ତି। ଅନ୍ଧମାନେ କିପରି ଅନୁଭବ କରନ୍ତି ସେଇ କଥା ଜାଣିବା ପାଇଁ ସେ ଗୋଟେ ଏକ୍ସପେରିମେଣ୍ଟ କରୁଥିଲା। ତେଣୁ ସେ ବାଟରେ ଆଖି ବନ୍ଦ କରି ଚାଲିଲା। ସୁନା ଗଦାତକ ପାର ହେଇଯିବା ପରେ ପୁଣି ଆଖି ଖୋଲିଲା। ତେଣୁ ସେ ସୁନାକୁ ଦେଖିପାରିଲାନି ଏବଂ ନେଇପାରିଲାନି। ଦିନେ ଈଶ୍ୱରଙ୍କୁ ପୁଣି ଅଭିମାନ କରି କହିଲା। ଈଶ୍ୱର କହିଲେ, ଦେଖ ଭକ୍ତ, ମୁଁ ତୋତେ ଧନୀ କରିବାକୁ ଚେଷ୍ଟା କରୁଥିଲି, କିନ୍ତୁ ତୁ ହେଇପାରିଲୁନି କି ହେଇପାରିବୁନି, କାରଣ ଦାରିଦ୍ରତା ତୋ ଭାଗ୍ୟରେ ଲେଖା ଅଛି। ଯେଉଁଟା ତୋ ଭାଗ୍ୟରେ ଲେଖା ଅଛି ତାକୁ ମୁଁ ବଦଳେଇ ପାରିବିନି। ତେଣୁ ସେ ଲୋକଟିକୁ ଧନ ଯାଚିଲେ ବି ସେ ନେଇପାରିଲାନି। ତେଣୁ ସେ ସେମିତି ଗରିବ ହେଇ ରହିଗଲା। ଏ କଥା ଆପଣମାନେ କିମ୍ବଦନ୍ତୀରୁ ଜାଣିଥିବେ। ନିକଟ ଅତୀତରେ ରାନୁ ମଣ୍ଡଳ ଏବଂ ଓଡ଼ିଆ ଝିଅ ସସ୍ମିତାର କାହାଣୀ ବି ଶୁଣିଥିବେ। ସେମାନେ ନିଜ ନିଜର ପ୍ରତିଭାକୁ ଉପସ୍ଥାପନ କରି ଆର୍ଥିକ ଉନ୍ନତି ଆଣିବାରେ ଢେର ସୁଯୋଗ ପାଇଥିଲେ। ହେଲେ ସେମାନେ ଉପରକୁ ଉଠି ପାରିଲେନି। ପୁଣି ପୁନର୍ମୂଷିକ ହୋଇ ନିଜ ଜାଗାକୁ ଫେରିଆସିଲେ। ତେବେ ମୋନାଲିସା କ୍ଷେତ୍ରରେ କ'ଣ ଘଟିଲା? କୁମ୍ଭ ମେଳାରେ ମାଳି ବିକୁଥିବା ଭାଇରାଲ ଗାର୍ଲ ମୋନାଲିସାକୁ ଦେଖିବା ପାଇଁ କୋଟି କୋଟି ଲୋକଙ୍କର ଆଗ୍ରହ ବଢ଼ିଯାଇଥିଲା। ମୋନାଲିସା ଗରିବ ବଞ୍ଜାରା ଘରର ହେଲେ ମଧ୍ୟ ଖୁବ୍ ସୁନ୍ଦର ଆଉ ସରଳ ଝିଅଟିଏ ଥିଲା। ହସ ହସ ମୁହଁ ସାଙ୍ଗକୁ ତା ଆଖିରେ ଥିଲା ଅପୂର୍ବ ଚାହାଣୀର ଝଲକ। ମୋନାଲିସାକୁ ନେଇ ସିନେମା କରିବା ପାଇଁ ଅନେକ ପ୍ରଯୋଜକ ଆଗେଇ ଆସିଲେ। ହିନ୍ଦୀ ସିନେମାରେ ନାୟିକା ଭୂମିକାଟିଏ ପାଇବା ଏତେ ସହଜ କଥା ନୁହେଁ। ହେଲେ ମୋନାଲିସାକୁ ସବୁ ମିଳିଗଲା। ପାଠଶାଠ ଜାଣିନଥିବାରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମୋନାଲିସାକୁ ପାଠ ପଢ଼ାଇଲେ, ସିନେମା ବିଷୟରେ ପ୍ରଶିକ୍ଷଣ ଦେଲେ, ସିନେମାରେ ସୁଯୋଗ ଦେଲେ। ମୋନାଲିସା ଓ ତା ବାପା ମାଙ୍କର ଆନନ୍ଦର ସୀମା ରହିଲାନି। ସାଧାରଣ ବଞ୍ଜାରା ଘରର ଝିଅ ମୋନାଲିସାର ବେଶଭୂଷା ବଦଳିଗଲା। ସେଲିବ୍ରିଟି ପାଲଟିଗଲା ସେ। ପୋଷାକ ପରିଚ୍ଛନ୍ନ ବି ବଦଳିଗଲା। ଆଧୁନିକ ପୋଷାକ ପିନ୍ଧିଲା। ଆଖିରେ ଚଷମା ପିନ୍ଧି ଦାମୀ କାରରେ ଯିବା ଆସିବା କଲା। ସଭା ସମିତି ଓ ଶୋ ମାନଙ୍କରେ ଅତିଥି ଭାବେ ଯୋଗଦେଲା। ସମସ୍ତେ ଭାବିଲେ ମୋନାଲିସାର ଭାଗ୍ୟ ବଦଳିଗଲା। ପ୍ରସିଦ୍ଧ ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାକୁ ନେଇ ଏକ ସିନେମା ପ୍ରସ୍ତୁତ କଲେ। ସିନେମାର ନାଁ ଥିଲା ଡାଏରୀ ଅଫ୍ ମଣିପୁର ବା ମଣିପୁର ଡାଏରୀ। ସବୁକିଛି ଠିକ୍ଠାକ୍ ଚାଲିଥିଲା। କିନ୍ତୁ ମୋନାଲିସା ଏ କ'ଣ କଲା? ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତା ଭିତରେ ନିଜ ଯୌବନର ଭାରକୁ
ନେଇପାରିଲାନି। ସେ ଭାରସାମ୍ୟ ହରାଇଦେଲା। ଯୌବନର ଶିଉଳିରେ ତାର ଗୋଡ଼ ଖସିଗଲା। ସେ ଚିନ୍ତା କଲା, ଏ ଦୁନିଆରେ ପ୍ରେମ ହିଁ ସବୁଠୁ ବଡ଼ କଥା, ଆଉ ସବୁ ମିଛ। ସଂଯମତାରୁ ଦୂରେଇ ଗଲା ସେ। ଯାହା ସହିତ ମୋନାଲିସାର ଏହି ପ୍ରେମ ସମ୍ପର୍କ ସୃଷ୍ଟି ହେଲା, ଯାହାର ପ୍ରେମ ପାଇଁ ମୋନାଲିସା ପାଗଳି ହୋଇଯାଉଥିଲା, ଦୁନିଆର ସବୁକିଛି ଭୁଲିଗଲା। ସେ ଜଣେ ମୁସଲିମ ଯୁବକ, ନା ତାର ଫରମାନ ଖାନ୍। ମୋନାଲିସାର ବାପା ମା, ପରିବାର ଏବଂ ବନ୍ଧୁବାନ୍ଧବ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ବାପା ମାଙ୍କର ପାଦ ତଳୁ ମାଟି ଖସିଗଲା। ଘରେ କାନ୍ଦ ବୋବାଳି ବି ପଡ଼ିଗଲା। ଅବାଟରୁ ବାଟକୁ ଫେରି ଆସିବା ପାଇଁ ମୋନାଲିସାକୁ ଯେତେ ଯିଏ ଅନୁରୋଧ କଲେ ଏବଂ ଚାପ ପକାଇଲେ, କିଛି ଶୁଣିଲାନି ସେ। ତାର ଏକା ଜିଦ୍, ସେ ଫରମାନ ଖାନ୍କୁ ହିଁ ବାହା ହେବ। କେହି କେହି ଏହାକୁ ଲଭ୍ ଜିହାଦ ବୋଲି କହୁଥିଲେ, କିନ୍ତୁ ସେ କଥା ତ ଆମେ ଜାଣିନୁ। ଏକଥା ସତ ଯେ ସେହି ମୁସଲମାନ ଯୁବକ ଫରମାନ ପାଇଁ ମୋନାଲିସା ନିଜ ବାପା ମା, ପରିବାର ଲୋକ ସମସ୍ତଙ୍କୁ ଭୁଲିଗଲା। ହିତାହିତ ଜ୍ଞାନ ଭୁଲିଗଲା। ଏମିତିକି ସିନେମାରେ କାମ କରିବା ବି ଛାଡ଼ିଦେଲା। ମଣିପୁର ଡାଏରୀ ଫିଲ୍ମର ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାକୁ ବୁଝାଇବାକୁ ଚେଷ୍ଟା କଲେ। ସେ ବାଟରୁ ଫେରିଆସି ସିନେମାରେ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇଲେ। ହେଲେ କିଛି ବୁଝିଲାନି ମୋନାଲିସା। ବରଂ ତାକୁ ସିନେମାରେ ଡେବ୍ୟୁ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୁଦ୍ଧରେ ଆଣିଲା ସାଂଘାତିକ ଅଭିଯୋଗ। ସମସ୍ତଙ୍କ ଆଗରେ କହିଲା, ନିର୍ଦ୍ଦେଶକ ସନୋଜ ମିଶ୍ର କୁଆଡ଼େ ସୁଟିଂ ସମୟରେ ତାକୁ ଅସଦାଚରଣ କରିଥିଲେ। ଜଣେ ଅନାମଧ୍ୟ ଝିଅକୁ ସିନେମାରେ ସୁଯୋଗ ଦେଇ ନିର୍ଦ୍ଦେଶକ ଯେଉଁ ଭୁଲ କରିଥିଲେ, ସେଥିପାଇଁ ସନୋଜ ମିଶ୍ର ଅନୁତାପ କରିବା ବ୍ୟତୀତ ଆଉ କିଛି ଉପାୟ ନଥିଲା। ଏହାପରେ ମୋନାଲିସା ଫେରାର ହୋଇଗଲା ତା ପ୍ରେମିକ ଫରମାନ ଖାଁ ସହିତ। ସିଧା ସେମାନେ ଚାଲିଗଲେ କେରଳ। କେରଳର ତିରୁବନନ୍ତପୁରମଠାରେ ଏକ ମନ୍ଦିରରେ ହିନ୍ଦୁ ରୀତି ଅନୁସାରେ ଫରମାନ ଓ ମୋନାଲିସା ପରସ୍ପରକୁ ବରଣମାଳା ପିନ୍ଧାଇ ବାହା ହୋଇଗଲେ। ହତାଶ ଏବଂ ବ୍ୟଥିତ ହୋଇ ମୋନାଲିସାର ବାପା ମା ଝିଅକୁ ଅପହରଣ କରାଯାଇଛି ବୋଲି ଥାନାରେ ଏତଲା ଦେଲେ। କିନ୍ତୁ ମୋନାଲିସା ଓଲଟି ତା ବାପା ମାଙ୍କ ନାଁରେ ଏତଲା ଦେଇ କହିଲା ଯେ, ମୋତେ କେହି ଅପହରଣ କରିନାହାନ୍ତି, ମୁଁ ମୋ ନିଜ ଇଚ୍ଛାରେ ଆସିଛି। ବରଂ ମୋ ବାପା ମା ମୋତେ ମାରିଦେବାକୁ ଧମକ ଦେଉଛନ୍ତି, ତେଣୁ ମୋତେ ସୁରକ୍ଷା ପ୍ରଦାନ କରାଯାଉ। ମୋନାଲିସା ଭାଇରାଲ ହୋଇଯିବା ପରେ ତାର ଯେତେବେଳେ ଭାଗ୍ୟ ବଦଳିବା ଆରମ୍ଭ ହେଲା, ତା ବାପା ମାଙ୍କର ଖୁସିର ସୀମା ନଥିଲା। ସେଇ ବାପା ମା ଏବେ ଆଖିରୁ ବସି ଲୁହ ଗଡ଼ାଉଛନ୍ତି। ଦର୍ଶକ ବନ୍ଧୁ, ମୋନାଲିସା ଜଣେ ମୁସଲିମ ଯୁବକ ଫରମାନ ଖାନ୍କୁ ବାହା ହୋଇପଡ଼ି ଠିକ୍ କଲା କି ଭୁଲ କଲା, ଫରମାନକୁ ନେଇ ସେ ଖୁସିରେ ଜୀବନ ବିତେଇବ କି ଅନୁତାପ କରିବ, ସେ କଥା ତ ଆମେ କହିପାରିବାନି। କିନ୍ତୁ ଏକଥା ସତ ଯେ ମୋନାଲିସା ଅନେକ କିଛି ହରେଇ ବସିଲା। ଅନେକ ସୁଯୋଗ ହାତଛଡ଼ା ହୋଇଗଲା ତାର। ସତରେ କ'ଣ ସେ ପୁଣି ମାଳି ବିକିବାକୁ ମେଳା ମହୋତ୍ସବରେ ଯାଇ ଭୁଲିବ? ରାନୁ ମଣ୍ଡଳ ଆଉ ସସ୍ମିତା ଭଳି ଚରିତ୍ରମାନେ ସୁଯୋଗ ଆଉ ବିକାଶର ଦ୍ୱାରଦେଶରେ ପହଞ୍ଚି ପୁଣି ଫେରିଆସି ଭିକାରୁଣୀ ପାଲଟିଗଲେ। ମୋନାଲିସାର ଦଶା ସେମିତି ହେବନି ତ? ସତରେ ଭାଗ୍ୟରେ ଯାହା ଲେଖାଥିବ ତାକୁ କିଏ ବା ବଦଳାଇବ? ଦର୍ଶକ ବନ୍ଧୁ, କାହାଣୀଟି କେମିତି ଲାଗିଲା ନିଶ୍ଚୟ ଆପଣମାନେ ମତାମତ ଦେବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ ଓ ସେୟାର କରିବେ। ରହୁଛି, ଧନ୍ୟବାଦ।